କୁନି ତୁ କଣ ଏଯାଏଁ ରେଡି ହେଇନୁ? ତୁ କଣ ଆଜି ଖେଳିବାକୁ ଯିବୁନି? ହଁ ହଁ ମୁଁ ଖେଳିବାକୁ ଯିବି। ରହ ମୁଁ ବଲ୍ ନେଇ ଆସୁଛି, ତାପରେ ଆମେ ଯିବା। ଏମିତି କଥା ହେଇ ସେମାନେ ଖେଳିବାକୁ ଗଲେ। କୁନି ଅନେକ ସମୟ ତ ଖେଳିଲେ, ଚାଲେ ବି ଝରଣା ପାଖରୁ ବୁଲି ଆସିବା। ଆଚ୍ଛା ଠିକ ଅଛି, ଚାଲ ଯିବା। ଚିକି କିଛି ସମୟ ପରେ ସନ୍ଧ୍ୟା ହେଇଯିବ, ଚାଲେ ବି ଘରକୁ ଯିବା। ହଁ ହଁ ଘରକୁ ଯିବା, ହେଲେ ତୁ ଏତେ ବ୍ୟସ୍ତ କାହିଁକି ହେଉଛୁ? ମୁଁ ଏବେ ଉଡୁଛି, ତୁ ମତେ ଆଗ ଧରିକି ଦେଖା। ତୁ ଯଦି ମତେ ଧରିଦେବୁ ମୁଁ ତୋର ଗୋଟେ କଥା ମାନିବି। ଏବେ ତୁ ମତେ ଧରିକି ଦେଖା। ଆଚ୍ଛା ଦେବେ, ମୁଁ ତତେ ଏବେ ଧରିକି ଦେଖାଉଛି। ତୁ ମତେ ଧରି ପାରିବୁନି। ରହ ରହ, ମୁଁ ଏବେ ତତେ ଧରୁଛି। ଚିକି ମତେ ଭାରି ଥକା ଲାଗିଲାଣି, ମୁଁ ଆଉ ଉଡି ପାରିବିନି। ଏମିତି କହି କୁନି ତଳକୁ ଗଲା। ସେତେବେଳେ ସେ ଗୋଟେ କଦଳୀ ଗଛରେ ଏକ ବଡ ଆମ୍ବ ଝୁଲିଥିବାର ଦେଖି ତ ଆଶ୍ଚର୍ଯ୍ୟ ହେଇଗଲା। ମୁଁ ଏ କେମିତିକା ଅଦ୍ଭୁତ ଘଟଣା ଦେଖୁଛି। କଦଳୀ ଗଛରେ ଗୋଟେ ଆମ୍ବ ଫଳିଛି। ମୁଁ ଥକି ଯାଇ କୌଣସି ସ୍ୱପ୍ନ ଦେଖୁନି ତ? ଏତେ ବଡ ଆମ୍ବ କଦଳୀ ଗଛରେ ଫଳିଛି। କିରେ କୁନି ତୁ ରହିଗଲୁ କାହିଁକି? ତୁ ମତେ ଧରି ପାରିଲୁନି, ମୁଁ ଜିତିଗଲି, ତୁ ହାରିଗଲୁ। ଚିକି ଏଠାକୁ ଆସେ, ଦେଖି ଯା ଗୋଟେ କଦଳୀ ଗଛରେ କେମିତି ଆମ୍ବ ଫଳିଛି। ନା ନା ମୁଁ ତଳକୁ ଯିବିନି, ମୁଁ ତଳକୁ ଗଲେ ତୁ ମତେ ଧରିବୁ, ସେଥିପାଇଁ ଏମିତି ବାହାନା କରି ଡାକୁଛୁ ନା? ଆରେ ମୁଁ ମିଛ କହୁନି, ସତ କହୁଛି, ଥରେ ତଳକୁ ଆସି ଦେଖେ। ଆରେ ସତରେ ତ ଏତେ ବଡ ଆମ୍ବ, ନିଶ୍ଚୟ ଖାଇବାକୁ ବି ମଜା ଲାଗିବ। ମା ବାପା ଏ ଆମ୍ବ ଦେଖିଲେ ଖୁବ୍ ଖୁସି ହେଇଯିବେ। ମୁଁ ଆଗ ଏ ଆମ୍ବ ଦେଖିଛି ମାନେ ମୁଁ ଏ ଆମ୍ବ ଘରକୁ ନେବି। ତୁ ନୁହଁ, ମୁଁ ଏ ଆମ୍ବ ଘରକୁ ନେବି। ତୁ ଏଠୁ ଚାଲିଯା, ତୁ ଏଠୁ ଚାଲିଯା, ଜମା ବି ଏ ଆମ୍ବରେ ହାତ ଦେବୁନି, ନହେଲେ ମୁଁ ତତେ ଛାଡ଼ିବିନି। କଣ ହେଲା, ତୁ ମତେ ଧମକ ଦେଉଛୁ? ରହ ମୁଁ ତତେ ବି ଦଉଛି ପାନେ। ଏମିତି କହି କାଉଛୁଆ ଆଉ ଚଢ଼େଇଛୁଆ ଭିତରେ ଖୁବ୍ ଜୋରେ ଲଢ଼େଇ ହେଲା। କାଉଛୁଆ ଯେମିତି ଥକି ପଡ଼ିଲା, ଚଢ଼େଇଛୁଆ ଶୀଘ୍ର ସେ ବଡ଼ ଆମ୍ବ ଧରି ନିଜ ଘରକୁ ଚାଲିଗଲା। ଏସବୁ ଦେଖି କାଉଛୁଆ କାନ୍ଦିଲା। ସେ ଶୀଘ୍ର ତା ବାପା ମାଙ୍କ ପାଖକୁ ଯାଇ ସବୁ ଘଟଣା କହିଲା। ସବୁ ଶୁଣି କାଉ ଆଉ ତାର ସ୍ତ୍ରୀ ମନରେ ଲୋଭ ଆସିଲା। କଣ ହେଲା ବଡ଼ ଆମ୍ବ? ମୁଁ ଅନେକ ଦିନରୁ ଆମ୍ବ ଖାଇନି। ଆରେ ଶୁଣ ନା, ଚାଲ ଆମେ ସେ ଚଢ଼େଇ ପାଖରୁ ଆମ୍ବ ନେଇ ଆସିବା। ହଁ ତୁ ଠିକ କହିଲୁ, ଚାଲ ଯିବା। ମା ସବୁ ତ ଶୁଣିଲ, ସେ ଚିକି ତା ବାପା ମାଙ୍କୁ ଧରି ଏଠାକୁ ଆସିବା ପୂର୍ବରୁ ଚାଲ ଆମେ ଆମ୍ବକୁ କାଟି ଖାଇନେବା। ଯେମିତି ଚଢ଼େଇ ଛୁଆ ଆମ୍ବ କାଟିବାକୁ ବାହାରିଲା, କାଉଛୁଆ ତା ବାପା ମାଙ୍କୁ ଧରି ସେଠି ପହଞ୍ଚିଗଲା। ରହିଛ ବଦମାସ ଛୁଆ, ମୋ ଝିଅ ପାଇଥିବା ଆମ୍ବକୁ ତୁ କାଟୁଛୁ? ତୁ ଆମକୁ ସେ ଆମ୍ବ ଦେଇଦେ। ନା, ଏ ଆମ୍ବ ମୋ ଝିଅ ପାଇଛି ମାନେ ଏ ଆମ୍ବ ଆମର। ତମେ ମାନେ ଆମକୁ ଧମକ ଦିଅନି, ଏ ଆମ୍ବ ଆମେ ଖାଇବୁ। ମା ବାପା ଏମାନଙ୍କ ସହ କଥା କାହିଁକି ହେଉଛ? ଜୋର କରି ଛଡେଇ ଆଣ, ଏ ଆମ୍ବଟା ବହୁତ ବଡ଼, ଆମେ 3 ଜଣ ଖାଇଲେ ଆମ ପେଟ ପୁରିଯିବ। ମା ଏ ଆମ୍ବ ଏମାନଙ୍କୁ ଦିଅନି, ଶୀଘ୍ର ଆମ୍ବଟାକୁ ଲୁଚେଇ ଦିଅ। ଲୁଚେଇକି କିଛି ଲାଭ ନାହିଁ, ଚଢ଼େଇ ତୁ ଭଲରେ ଆମକୁ ସେ ଆମ୍ବ ଦେଇଦେ, ନହେଲେ। ନା ମୁଁ ଜମା ବି ଦେବିନି, ଦରକାର ହେଲେ ମୁଁ ମୁଖିଆଙ୍କ ପାଖକୁ ଯିବି, ତଥାପି ତମମାନଙ୍କୁ ମୁଁ ଏ ଆମ୍ବ ଦେବିନି। କଣ ହେଲା, ତୁ ଆମକୁ ଭୟ ଦେଖାଉଛୁ? ଏବେ ଦେଖ ଆମେ ତୋର କଣ ଅବସ୍ଥା କରୁଛୁ। ଏମିତି କହି କାଉ ଆଉ ଚଢ଼େଇ ଭିତରେ ଲଢ଼େଇ ହେଲା। ମା ଚଢ଼େଇ କାଉମାନଙ୍କ ସହ ଲଢ଼େଇରେ ପାରିଲାନି। କାଉମାନେ ଚଢ଼େଇ ପାଖରୁ ଆମ୍ବ ଛଡେଇକି ନେଇଗଲେ। ମୁଁ କେତେ କଷ୍ଟରେ ଗୋଟେ ଆମ୍ବ ପାଇଥିଲି, ସେମାନେ ମୋ ଆମ୍ବ ନେଇଗଲେ। ଜାଣିଛ ମା, ମତେ ଆମ୍ବ ଖାଇବାକୁ ଆଜି ଭାରି ଇଚ୍ଛା ହେଉଥିଲା। କାନ୍ଦିରେ ମା, ଏ ଆମ୍ବ ପାଇଁ ତ କାଉମାନେ ମତେ ଏବେ ମାରି ଦେଇଥାନ୍ତେ। ମୁଁ ତତେ ବଜାରରୁ ଆମ୍ବ କିଣିକି ଆଣିଦେବି, ତୁ ଜମା ମନ ଦୁଃଖ କରନି। ଏମିତି ଶୁଣି ଚଢ଼େଇ ଛୁଆ କାନ୍ଦ ବନ୍ଦ କଲା। ସେପଟେ ଗୋଟେ ପିଶାଚି କଦଳୀ ଗଛ ପାଖକୁ ଆସି ଦେଖିଲା ସେଠି ତ ବଡ଼ ଆମ୍ବ ନାହିଁ। ଏ କଣ,
ଏମିତି ହେଇପାରିବନି। ମୋ ଆମ୍ବକୁ କିଏ ଚୋରି କରି ନେଲା? ଅଳ୍ପ ସମୟ ପାଇଁ ମୁଁ ପାଣି ପିଇବାକୁ ଯାଇଥିଲି, ସେଇ ଭିତରେ ମୋ ଆମ୍ବ ଚୋରି ହେଇଗଲା। ସେ ଆମ୍ବରେ ମୋର ସବୁ ଶକ୍ତି ଅଛି। ଯିଏ ବି ସେ ଆମ୍ବ ନେଇଛି, ମୁଁ ତାକୁ ଛାଡ଼ିବିନି ମୁଁ ତାକୁ। ଏମିତି କହି ପିଶାଚି ଧ୍ୟାନ କଲା। ଆଉ ସେ ଜାଣିଗଲା କାଉମାନଙ୍କ ପାଖରେ ତ ଆମ୍ବ ଅଛି। ସେ ଶୀଘ୍ର ତାଙ୍କ ପାଖକୁ ଗଲା। ସେପଟେ ବାପା ମା, ମୁଁ ଆଜି ବହୁତ ଖୁସି। ଆମେ କୁନି ପାଖରୁ ଆମ୍ବ ଛଡେଇ ଆଣି ବହୁତ ବଢିଆ କଲେ। ଏବେ ଯାଅ ମା, ଶୀଘ୍ର ଏ ଆମ୍ବ କାଟିକି ଆଣ। ଆମ୍ବ ଦେଖି ମୋ ଭୋକ ବଢିଗଲାଣି। ଯେମିତି କାଉର ସ୍ତ୍ରୀ ଆମ୍ବ କାଟିବାକୁ ଗଲା, ପିଶାଚି ସେଠାକୁ ଚାଲି ଆସିଲା। ଏଇ ଜମା ବି ମୋ ଆମ୍ବରେ ହାତ ଦେନି। ମୋ ଆମ୍ବର କିଛି ହେଲେ ମୁଁ ତତେ ଛାଡ଼ିବିନି। ଭଲରେ ମତେ ମୋ ଆମ୍ବ ଫେରେଇ ଦେ। କେତେ କଷ୍ଟ କରି ଆମେ ଏବେ ଆମ୍ବ ଆଣିଲୁ, ଆଉ ଇଏ ଆମକୁ ଆସି ଆମ୍ବ ମାଗୁଛି। କିଏ ରେ ତୁ? ଭଲରେ ଏଠୁ ଚାଲିଯା, ନହେଲେ ମୋ ଶକ୍ତିଶାଳୀ ସ୍ୱାମୀ ଚଢେଇ ପରି ତତେ ବି ମାରିବେ। ମୁଁ ଚଢ଼େଇ ନୁହଁ ଯେ ତୋ ସ୍ୱାମୀ ମତେ ମାରିବ। ମୁଁ ଏ ଆମ୍ବର ମାଲିକ। ମୁଁ ହେଉଛି ପିଶାଚି। କଣ ହେଲା? ତୁ ଗୋଟେ ପିଶାଚି? ବଞ୍ଚାଅ ବଞ୍ଚାଅ, ମତେ କେହି ବଞ୍ଚାଅ। ପିଶାଚି ଘରକୁ ଆସିଛି। ଆରେ କିଏ କୁଆଡେ ଗଲ? ଆରେ କଣ ହେଲା? ତୁ ଆମ୍ବ ନ କାଟି ଏମିତି ପାଟି କାହିଁକି କରୁଛୁ? ଆମ୍ବ କେମିତି କାଟିବି? ଆମ୍ବର ମାଲିକ ଏଠାକୁ ଚାଲି ଆସିଛି। ଏଇ ଦେଖ ପିଶାଚି। କଣ ହେଲା? ଏ ଆମ୍ବର ମାଲିକ ପିଶାଚି? ଆମେ ପିଶାଚିର ଆମ୍ବ ନେଇ ଆସିଛେ। ପିଶାଚି ଆଜ୍ଞା, ଆମକୁ ଛାଡ଼ି ଦିଅ। ଆମେ ଆମ୍ବ ଆଣିନୁ, ଚଢ଼େଇ ଆମ୍ବ ଆଣିଛି। ଚୁପ୍ କର ତମେ ମାନେ। ମୁଁ ନିଜ ଆଖିରେ ଦେଖୁଛି ତମେ ମାନେ ମୋ ଆମ୍ବ ଆଣି ଏଠି କାଟୁଛ, ଆଉ ମତେ ମିଛ କହୁଛ। ରୁହ, ମୁଁ ଏବେ ତମ ମାନଙ୍କୁ ଶାସ୍ତି ଦେଉଛି। ଏମିତି କହି ପିଶାଚି ତା ଯାଦୁ ଶକ୍ତିରେ ଗୋଟେ ବଡ ଜୋତା ଆଣି କାଉମାନଙ୍କୁ ପିଟିଲା। ତାପରେ ସେ ତା ଆମ୍ବକୁ ନେଇ ସେଠାରୁ ଚାଲିଗଲା। ସେପଟେ ମା ଚଢେଇ କୁନି ପାଇଁ ବଜାରରୁ କିଛି ଆମ୍ବ କିଣି ଆଣିଲା। ଆମ୍ବ ଦେଖି କୁନି ଖୁବ୍ ଖୁସି ହେଇଗଲା ଆଉ ଖାଇଲା। ଆରେ ଏତେ ସୁନ୍ଦର ବାକ୍ସକୁ ଏଠି କିଏ ପକେଇଛି? ମୁଁ ଖୋଲିକି ଦେଖେ ବାକ୍ସ ଭିତରେ କଣ ଅଛି। ଏ କେମିତିକା କାଗଜ? ଏଥିରେ କଣ ଲେଖା ହେଇଛି? ମୁଁ ତ କିଛି ବି ବୁଝିପାରୁନି। ଏମିତି ଚଢେଇ ସେ କାଗଜକୁ ଦେଖୁଥିଲା। ସେହି ସମୟରେ କାଉ ସେ ରାସ୍ତାରେ ଯାଉଥିଲା। ସେ ଚଢେଇକୁ ଦେଖି ତା ପାଖକୁ ଆସିଲା। ଆରେ ଚଢେଇ, ତୁ ଏଇଟା କଣ କାଗଜ ଧରିଛୁ? ଏଥିରେ କଣ ଲେଖା ହେଇଛି? ଜାଣିନି କାଉ, ମୁଁ ଏ କାଗଜକୁ ଗୋଟେ ବାକ୍ସ ଭିତରେ ପାଇଲି। ଏଇ କାଗଜରେ କଣ ଲେଖା ହେଇଛି ମୁଁ କିଛି ବୁଝିପାରୁନି। ଆଚ୍ଛା, ମତେ ଟିକେ ସେ କାଗଜ ଦେଖେଇଲୁ। ଆରେ ଆରେ, ଏଇଟା ତ ଗୋଟେ ନକ୍ସା। ହେଲେ ଏଥିରେ କଣ ଲେଖା ହେଇଛି ମୁଁ ବି ବୁଝିପାରୁନି। ନିଶ୍ଚୟ ଗୁପ୍ତଧନ ବିଷୟରେ ଲେଖା ହେଇଥିବ। ମୁଁ ଏକଥା ଚଢେଇକୁ କହିବିନି। କାଉ, କାଗଜ ଦେଖି ତୁ କିଛି ବୁଝିପାରିଲୁ? ନା ରେ ଚଢେଇ, ମୁଁ କିଛି ବି ବୁଝିପାରିଲିନି। ମୁଁ ଗୋଟେ କାମ କରେ, ମୁଁ ଏ କାଗଜର ଫଟୋ ଉଠେଇ ମୋ ସ୍ୱାମୀକୁ ଦେଖାଏ। ସେ କାଗଜରେ କଣ ଲେଖା ହେଇଛି କହିପାରିବେ। ହଁ, ମୋ ସ୍ୱାମୀ ବି କାଗଜର ଲେଖା ବୁଝିପାରନ୍ତି। ମୁଁ ଘରକୁ ଗଲେ ତାଙ୍କୁ ଏ କାଗଜ ଦେଖେଇବି। ଏମିତି କହି କାଉ ସେ କାଗଜର ଫଟୋ ଉଠେଇ ଶୀଘ୍ର ତା ସ୍ୱାମୀ ପାଖକୁ ଗଲା। ଆରେ ଶୁଣ ଶୁଣ, ମୁଁ ଗୋଟେ ଖୁସି ଖବର ନେଇ ଆସିଛି। କଣ ଖୁସି ଖବର ଆଣିଛୁ? ତୁ ସତ କହୁଛୁ? ତୁ ଗୁପ୍ତଧନର ନକ୍ସା ପାଇଛୁ? ଆମେ ଯଦି ସେ ଗୁପ୍ତଧନ ପାଇଯିବା, ଆମେ ଅନେକ ଅନେକ ଧନୀ ହେଇଯିବା। ତା ତ ହେବା, କିନ୍ତୁ ଚଢେଇ ମାନେ ନକ୍ସା ବୁଝି ସେ ଜାଗାକୁ ଯିବା ପୂର୍ବରୁ ଆମେ ଆଗ ସେ ଜାଗାକୁ ଯିବା, ଆଉ ସେ ଗୁପ୍ତଧନ ନେଇ ଆସିବା। ହଁ, ତୁ ଠିକ କହିଲୁ। ରହ, ମୁଁ ଏବେ ଦୋକାନ ବନ୍ଦ କରୁଛି, ତାପରେ ଆମେ ସେଠାକୁ ଯିବା। ତାପରେ କାଉମାନେ ଦୋକାନ ବନ୍ଦ କରି ନକ୍ସା ଦେଖି ଦେଖି ଆଗକୁ ଗଲେ। କିଛି ଦୂର ଗଲା ପରେ ସେମାନେ ଏକ ବୁଢା ଚଢେଇକୁ ଦେଖିଲେ। ବୁଢା ଚଢେଇ ଯେମିତି କାଉମାନଙ୍କୁ ଦେଖିଲା, ସେ ତାଙ୍କ ପାଖକୁ ଆସିଲା। ତମେ ମାନେ ନକ୍ସା ଦେଖି ଦେଖି ଏଠାକୁ ଆସିଛ ନା? ହଁ, ହେଲେ ତମେ ଏକଥା କେମିତି ଜାଣିଲ? ଆମେ ତ କାହାକୁ ବି ଏ ବିଷୟରେ କହିନୁ। ମୁଁ ସବୁ ଜାଣେ, ଆଉ ତମେ ମାନେ ଯଦି ଚାହିଁବ
ମୁଁ ତମମାନଙ୍କୁ ସଠିକ ଗୁପ୍ତଧନ ଥିବା ଜାଗାରେ ପହଞ୍ଚେଇ ଦେବି। ତୁମେ ଯଦି ଗୁପ୍ତଧନର ଠିକଣା ଜାଣିଛ ତେବେ ତୁମେ ନିଜେ କାହିଁକି ସେ ଗୁପ୍ତଧନ ନେଇ ଆସୁନ? କାରଣ ମୋ ମନରେ ଗୁପ୍ତଧନ ପ୍ରତି ଲୋଭ ନାହିଁ। ତାହେଲେ ତୁମେ ଆମକୁ କାହିଁକି ସେ ଗୁପ୍ତଧନ ଦେବାକୁ ଚାହୁଁଛ? ମୁଁ ଜଙ୍ଗଲ ଠାରୁ ବହୁତ ଦୂରରେ ରୁହେ। ମୁଁ ଗରିବ ଚଢ଼େଇମାନଙ୍କୁ ଜାଣିନି, ସେଥିପାଇଁ ତମମାନଙ୍କୁ ମୁଁ ସେ ଗୁପ୍ତଧନ ଦେବାକୁ ଚାହୁଁଛି। ତମେମାନେ ନିଜେ କିଛି ଗୁପ୍ତଧନ ରଖି ବାକି ସବୁ ଗରିବମାନଙ୍କୁ ସାହାଯ୍ୟ କରିବ। ମୁଁ କେବଳ ଏତିକି ଚାହୁଁଛି। ହା ହା ହା, ତ ଚାଲାକି ମୁଁ ବୁଝିଗଲି। ତୁ ଏକୁଟିଆ ଗୁପ୍ତଧନ ଥିବା ଜାଗାକୁ ଯିବା ପାଇଁ ଡରୁଛୁ। ଆମ ସାଙ୍ଗରେ ଗଲେ ତୁ ବି ସେ ଗୁପ୍ତଧନରୁ ଭାଗ ନେବୁ। ସେଥିପାଇଁ ଆମକୁ ଏକଥା କହୁଛୁ। ତତେ ଆମେ ସାଙ୍ଗରେ ନେବୁନି। ଆମେ ନିଜେ ହିଁ ନକ୍ସା ଦେଖି ଗୁପ୍ତଧନ ପାଖରେ ପହଞ୍ଚିଯିବୁ। ଏମିତି କହି କାଉମାନେ ସେଠାରୁ ଚାଲିଗଲେ। ସେମାନେ ନକ୍ସା ଦେଖି ଦେଖି ଆଗକୁ ଯିବା ସମୟରେ ଏକ ଗୁମ୍ଫା ପାଖରେ ପହଞ୍ଚିଲେ। ନକ୍ସାରେ ତ ଏ ଗୁମ୍ଫାର ଛବି ଅଛି। ଗୁମ୍ଫା ଭିତରେ ବୋଧେ କେହି ନାହାନ୍ତି। ନିଶ୍ଚୟ ଏ ଗୁମ୍ଫା ଭିତରେ ଗୁପ୍ତଧନ ଥିବ। ଚାଲେ ଆମେ ଗୁମ୍ଫା ଭିତରକୁ ଯିବା। ଆରେ ଏ ଗୁମ୍ଫା ଭିତରଟାକୁ ଦେଖି ଲାଗୁଛି କିଏ ଏଠି ଆଗରୁ ରହୁଥିଲା। ତୁ ସେପଟେ ଖୋଜି ଦେଖେ, ମୁଁ ଏପଟେ ଖୋଜୁଛି। ଏମିତି ସେମାନେ ସବୁ ଜାଗା ଭଲ ଭାବରେ ଖୋଜିଲେ, ହେଲେ କୋଉଠି ବି ଗୁପ୍ତଧନ ପାଇଲେନି। ଗୁପ୍ତଧନ ପାଇବା ଲୋଭରେ ମୁଁ ତୋ ସହ ଏଠାକୁ ଆସି ବେକାରରେ ମୋ ସମୟ ନଷ୍ଟ କଲି। ଦୋକାନ ଯଦି ଖୋଲିଥାନ୍ତି କିଛି ଟଙ୍କା ହେଲେ ପାଇଥାନ୍ତି। ମୁଁ କଣ ଜାଣିଥିଲି ଏଠି ଗୁପ୍ତଧନ ପାଇବେନି? ଯଦି ଆଗରୁ ଜାଣିଥାନ୍ତି ଏଠି ଗୁପ୍ତଧନ ମିଳିବନି ମୁଁ କେବେ ବି ଏଠାକୁ ଆସିନଥାନ୍ତି। ଥାଉ ଥାଉ, ତତେ ଆଉ କିଛି କହିବା ଦରକାର ନାହିଁ। ଚାଲ ଏବେ ଏଠୁ ଯିବା। ରାସ୍ତାରେ ମୁଁ ଯଦି ସେ ବୁଢା ଚଢ଼େଇକୁ ପାଇବି ତାକୁ ଉଚିତ ଶିକ୍ଷା ଦେବି। ସେ ବି ମତେ ମିଛ କହିବାକୁ ସାହସ କଲା। ନିଜ ଜଙ୍ଗଲକୁ ତ ଫେରି ଆସିଲି, ତଥାପି ମୁଁ ସେ ବୁଢା ଚଢ଼େଇକୁ ପାଇଲିନି। ସେ ବୋଧେ ଭୟରେ ଏଠାରୁ ଚାଲି ଯାଇଥିବ। ମୋ କଥା ଶୁଣ, ଆମେ ଗୁପ୍ତଧନ ନ ପାଇଲେ ଏ କଥା ଚଢ଼େଇକୁ କହିବୁନି। ମୁଁ ଚାହେଁ ସେମାନେ ବି ଆମ ପରି ହଇରାଣ ହୁଅନ୍ତୁ। ଆଚ୍ଛା ଠିକ ଅଛି, ତୁମେ ଯେମିତି କହିବ ମୁଁ ସେମିତି କରିବି। ଏମିତି କଥା ହିଁ ଦୁଇ କାଉ ନିଜ ଘରକୁ ଫେରିଗଲେ। ସେପଟେ ଚଢ଼େଇ ତାର ସ୍ୱାମୀକୁ ନକ୍ସା ଦେଖେଇ ସବୁ ଘଟଣା କହିଲା। ଏ କାଗଜକୁ ଦେଖି ଲାଗୁଛି ଏଇଟା ଗୋଟେ ନକ୍ସା। ହେଲେ ଏମିତି ଗୋଟେ ନକ୍ସାକୁ କିଏ ରାସ୍ତାରେ ରଖିଥିଲା? ମତେ ଲାଗୁଛି ନିଶ୍ଚୟ କିଏ ବିପଦରେ ପଡିଥିବ। ସେ ସାହାଯ୍ୟ ପାଇବା ଆଶାରେ ଏମିତି ନକ୍ସା ବନେଇ ରାସ୍ତା ଉପରେ କାଗଜ ରଖିଥିବ। ଚାଲ ଆମେ ସେ ଜାଗାକୁ ଥରେ ଯାଇ ଦେଖିବା ସେଠି କଣ ଅଛି। ଆଚ୍ଛା ଠିକ ଅଛି, ଚାଲ ଯିବା। ତାପରେ ସେ ଦୁଇ ଚଢ଼େଇ ନକ୍ସା ଦେଖି ଦେଖି ଆଗକୁ ଗଲେ। କିଛି ଦୂର ଗଲା ପରେ ତାଙ୍କ ସାମ୍ନାକୁ ସେ ବୁଢା ଚଢ଼େଇ ଆସିଲା। ତମେ ମାନେ ନକ୍ସା ଦେଖି ଦେଖି ଆଗକୁ ଯାଉଛ ନା? ହଁ, ହେଲେ ଆପଣ ଏ କଥା କେମିତି ଜାଣିଲେ? ମୁଁ ସବୁ ଜାଣେ, ଆଉ ଏ କଥା ବି ଜାଣେ ସେ ନକ୍ସାରେ ଯୋଉ ଜାଗା ଅଛି ସେଠି ଗୁପ୍ତଧନ ଅଛି। ତମେ ମାନେ ଚାହିଁଲେ ମୁଁ ତମମାନଙ୍କୁ ସେ ଗୁପ୍ତଧନ ଜାଗାକୁ ନେଇପାରିବି। କଣ ହେଲା? ସେ ଜାଗାରେ ଗୁପ୍ତଧନ ଅଛି? ତାହେଲେ ଆପଣ ଗୁପ୍ତଧନ ନ ନେଇ ଆମକୁ କାହିଁକି ଦେଉଛନ୍ତି? କାରଣ ମୋ ମନରେ ଗୁପ୍ତଧନ ପ୍ରତି ଲୋଭ ନାହିଁ, ଆଉ ମୁଁ ଗରିବ ମାନଙ୍କୁ ବି ଜାଣିନି। ସେଥିପାଇଁ ମୁଁ ତମମାନଙ୍କୁ ଗୁପ୍ତଧନ ଦେଉଛି। ତମେ ମାନେ କିଛି ରଖି ବାକି ଗୁପ୍ତଧନ ଗରିବଙ୍କ ଭିତରେ ବାଣ୍ଟି ଦେବ। ଆପଣ ଯଦି ସେମିତି ଚାହୁଁଛନ୍ତି ତେବେ ଠିକ ଅଛି, ଆମେ ଗୁପ୍ତଧନ ଗରିବଙ୍କ ଭିତରେ ବାଣ୍ଟି ଦେବୁ। ସେମାନଙ୍କ କଥା ଶୁଣି ବୁଢା ଚଢ଼େଇ ଖୁସି ହେଇଗଲା, ଆଉ ସେମାନଙ୍କୁ ଗୁପ୍ତଧନ ଥିବା ଜାଗାକୁ ନେଇଗଲା। ଏଇ ସେଇ ଜାଗା, ଏ ଗୁମ୍ଫା ଭିତରେ ଗୁପ୍ତଧନ ଅଛି। ଯାଅ ଗୁମ୍ଫା ଭିତରୁ ଗୁପ୍ତଧନ ନେଇ ଆସ। ଭୟ କରନି, ଗୁମ୍ଫା ଭିତରେ କେହି ବି ନାହାନ୍ତି। ଏମିତି ଶୁଣି ଦୁଇ ଚଢ଼େଇ ଗୁମ୍ଫା ଭିତରକୁ ଗଲେ, ଆଉ ଦେଖିଲେ ସେଠି ସୁନା, ହୀରା ଏମିତି ଅନେକ ମୂଲ୍ୟବାନ ରତ୍ନ ଅଛି। ସେମାନେ ସେସବୁ ଧରି ବାହାରକୁ ଆସିଲେ। ଆପଣ ଆମକୁ ଏ ଗୁପ୍ତଧନ ପାଇବାରେ ସାହାଯ୍ୟ କରିଛନ୍ତି। ଆପଣ ବି କିଛି ଗୁପ୍ତଧନ ନେଇଯାଆନ୍ତୁ। ଏମିତି ଶୁଣି ସେ ବୁଢା ଚଢ଼େଇ ଗୋଟେ ଭୂତ ପାଲଟି ଗଲା। ଏ କଣ? ଆପଣ ଜଣେ ଭୂତ? ମାନେ ଆମେ ଜଣେ ଭୂତ ସହ ଏଠାକୁ ଆସିଥିଲୁ?
ଭୟ କରନି, ମୁଁ ତମମାନଙ୍କର କିଛି କ୍ଷତି କରିବିନି। ମୁଁ ଯେତେବେଳେ ବଞ୍ଚିଥିଲି ମୁଁ ବି ତମମାନଙ୍କ ପରି ପକ୍ଷୀ ଥିଲି। ମୋ ନିଜ ଭୁଲ ପାଇଁ ମୁଁ ଆଜି ଗୋଟେ ଭୂତ ପାଲଟି ଯାଇଛି। ମୁଁ ଯେତେବେଳେ ବଞ୍ଚିଥିଲି ଚୋରି ଡକାୟତ କରି ଏ ଧନ ରତ୍ନ ଜମା କରିଥିଲି। ଏ ସବୁ ଭୁଲ କାମ ପାଇଁ ଥରେ ମୋର ଏତେ ଦେହ ଖରାପ ହେଲା ଯେ ମୁଁ ଆଉ ବଞ୍ଚିଲିନି। ସେଇ ରୋଗରେ ପଡ଼ି ମୁଁ ମରିଗଲି। ମଲା ପରେ ବି ମୋ ଆତ୍ମାକୁ ଶାନ୍ତି ମିଳିଲାନି। କିନ୍ତୁ କାହିଁକି? ଏ ଧନରତ୍ନ ପାଇଁ। ଯେପର୍ଯ୍ୟନ୍ତ ଏ ସବୁ ଧନରତ୍ନ ଭଲ କାମରେ ନ ଲାଗିଛି ମୋ ଆତ୍ମାକୁ ଶାନ୍ତି ମିଳିବନି। ଆପଣ ଚିନ୍ତା କରନ୍ତୁନି, ଆମେ ସବୁ ଧନରତ୍ନ ଗରିବ ଚଢ଼େଇଙ୍କୁ ବାଣ୍ଟି ଦେବୁ। ନା ନା, ସବୁ ନୁହଁ, ଅଧା ନିଜେ ରଖ, ବାକି ସବୁ ଅନ୍ୟମାନଙ୍କୁ ଦେବ। ମୁଁ ଜାଣେ ତମେମାନେ ବହୁତ ଭଲ ଚଢ଼େଇ। ତମେମାନେ କିଛି ଧନରତ୍ନ ରଖିଲେ ମୁଁ ବେଶୀ ଖୁସି ହେବି। ତମେମାନେ ଏଠାକୁ ଆସିବା ପୂର୍ବରୁ ଆଉ 2ଟି ପକ୍ଷୀ ବି ଏଠାକୁ ଆସିଥିଲେ। ତାପରେ ସେ ଚଢ଼େଇ ମାନଙ୍କୁ କାଉ ମାନଙ୍କର ସବୁ ଘଟଣା କହିଲା। ଓ, ଏଥିପାଇଁ ତାହେଲେ ସେଦିନ କାଉ ଭଉଣୀ ମତେ ନକ୍ସା ବିଷୟରେ କିଛି ନ କହି ଫଟୋ ଉଠେଇ ଏଠାକୁ ଆସିଥିଲେ ଗୁପ୍ତଧନ ପାଇଁ। ସେମାନେ ଯେମିତି କର୍ମ କଲେ ସେମିତି ଫଳ ପାଇଲେ। ହଁ, ତା ଠିକ। ଏବେ ମୁଁ ଯାଉଛି, ତମେମାନେ ବି ନିଜ ଘରକୁ ଫେରିଯାଅ। ଏମିତି କହି ଭୂତ ଚଢ଼େଇ ସେଠାରୁ ଚାଲିଗଲା। 2 ଚଢ଼େଇ ବି ଧନରତ୍ନ ଧରି ନିଜ ଘରକୁ ଗଲେ। ସେମାନେ କିଛି ସୁନା ନିଜ ପାଖରେ ରଖି ବାକି ସବୁ ଗରିବ ଚଢ଼େଇଙ୍କୁ ଦାନ କରିଦେଲେ। ଏସବୁ କାଉର ସ୍ତ୍ରୀ ଦେଖୁଥିଲା। ସେ ଚଢ଼େଇ ମାନଙ୍କ ପାଖକୁ ଆସିଲା। ଆରେ, ତମେମାନେ ଏତେ ଧନ ସମ୍ପତ୍ତି କୋଉଠୁ ପାଇଲ ଯେ ଗରିବ ମାନଙ୍କୁ ସାହାଯ୍ୟ କରୁଛ? 2 ଚଢ଼େଇ ତାକୁ ସବୁ ଘଟଣା କହିଲେ। ସବୁ ଶୁଣି କାଉ ମନ ଦୁଃଖରେ ନିଜ ଘରକୁ ଗଲା ଆଉ ତାର ସ୍ୱାମୀକୁ ସବୁ କଥା କହିଲା। ସବୁ ଜାଣି 2 କାଉ ନିଜ ଲୋଭ ପାଇଁ ଅଫସୋସ କରୁଥିଲେ।